ଭାବନା ଆଖିରେ ଦେଖାଯାଉଥିବା ଜଗତ ଭୌତିକ ପଦାର୍ଥ ଗୁଡ଼ିକର ସଂରଚନା ମାତ୍ର। ପଦାର୍ଥ ଗୁଡ଼ିକର ସମ୍ମିଶ୍ରଣ ଦ୍ୱାରା ଏହି ଦୃଶ୍ୟମାନ ବିଶ୍ୱ ବିନିର୍ମିତ ହୋଇଥାଏ। ମାନବୀୟ କାୟା ମଧ୍ୟ ଏହି ପ୍ରକାର ପଞ୍ଚ ମହାଭୂତର ପରସ୍ପର ସଂଯୋଗର ପରିଣାମ ଅଟେ। ଏସବୁ ସଂରଚନା କେବଳ ଜଡ଼। ଯେତେବେଳେ ଏଥିରେ ଚେତନାର ପ୍ରବେଶ ଓ ପ୍ରବାହ ହୋଇଥାଏ, ସେତେବେଳେ ମନୁଷ୍ୟ ରୂପୀ କୃତି ବାହାରି ଆସେ। ତାହା ଭାବନା ଗୁଡ଼ିକର ଅନୁଭୂତି କରିବାରେ ସମର୍ଥ ହୋଇଥାଏ। ଯାହାକୁ ଆମେ ଜୀବନ କହିଥାଉ, ତାହା ଜଡ଼ ଓ ଚେତନାର ପରସ୍ପର ମିଳନ ଦ୍ୱାରା ହିଁ ନିର୍ମାଣ ହୋଇଥାଏ। ଚେତନାର ଆନନ୍ଦ, ଉଲ୍ଲାସ, ଉତ୍ସାହର ଅନୁଭୂତି ଭାବନା ଗୁଡ଼ିକ ମାଧ୍ୟମରେ ଅଭିବ୍ୟକ୍ତ ହୋଇଥାଏ। ଭାବନା ନ ରହିଲେ ଜୀବନ ନିରସ ହୋଇଯିବ। ଜୀବନର ଉଲ୍ଲାସ ଭାବନାତ୍ମକ ଆଧାରରେ ହିଁ ପ୍ରସ୍ତୁତ ହୋଇଥାଏ। ଏହି ଭାବନା ଗୁଡ଼ିକ ଯଦି ପବିତ୍ର ହୋଇଯିବ, ଅନ୍ତଃକରଣ ପ୍ରେମ ଓ ଶୀତଳତାରେ ଭରିଯିବ, ତେବେ ମାନବୀୟ ବ୍ୟକ୍ତିତ୍ୱ ଶାନ୍ତି ଓ ସୁଗନ୍ଧର ପ୍ରତୀକ ହୋଇଯିବ। ସେଥିରୁ ଏପରି କିଛି ସୁଗନ୍ଧ ବାହାରିବ, ଯାହା କସ୍ତୁରୀ ମୃଗର କସ୍ତୁରୀ ପରି ସମସ୍ତ ଉପବନକୁ ସୁରଭିତ କରିବାରେ ଲାଗିବ। ପବିତ୍ର ଅନ୍ତଃକରଣଯୁକ୍ତ ବ୍ୟକ୍ତିତ୍ୱ ଏହି ପ୍ରକାର ସମସ୍ତ ବାତାବରଣକୁ ସୁଗନ୍ଧିତ ଓ ସୁରଭିତ କରିଥାଏ। ମନୁଷ୍ୟ ଜୀବନର ସବୁଠାରୁ ବଡ଼ ଉପଲବ୍ଧି ହେଉଛି ଭାବନା ଗୁଡ଼ିକୁ ପରିଷ୍କାର କରିବା। ତାହାର ଅଭାବରେ ଜୀବନ ବ୍ୟଥା ଓ ବିଷାଦର ସ୍ରୋତ ହୋଇଯାଏ। ଭାବନା ଗୁଡ଼ିକର ପରିଷ୍କରଣ ଦ୍ୱାରା ଜୀବନକୁ ଶାନ୍ତି ଓ ସୌନ୍ଦର୍ଯ୍ୟ ମିଳିଥାଏ। ଭାବନା ଗୁଡ଼ିକର ସତତ ପରିଷ୍କାରର ପ୍ରୟାସ ହିଁ ମାନବୀୟ ଅସ୍ତିତ୍ୱର ଶ୍ରେଷ୍ଠତମ ସୌଭାଗ୍ୟ ବୋଲି କୁହାଯାଇପାରେ। ଅଖଣ୍ଡ ଜ୍ୟୋତି, ଓଡ଼ିଆ, ନଭେମ୍ବର 2019। विचार क्रांति दूत यूट्यूब ओडिया चैनल को सब्सक्राइब करिया सह परवर्ती वीडियो प्राप्त करिया पई बेल आइकन दबांतु एवं विचार क्रांति दूत ओडिया फेसबुक पेज सह जोड़ी हुंतु। धन्यवाद।